ଜୟ ଜଗନ୍ନାଥ ଆପଣମାନଙ୍କୁ ପ୍ରଜ୍ୟୋତିଷୱାଲକୁ ସ୍ୱାଗତ। ଆଗକୁ ଆସିଛି ଆମର ଗଣେଶ ପୂଜା। ଗଣେଶ ପୂଜା ବିଶେଷ କରି ଓଡ଼ିଶାରେ ଆମର ସ୍କୁଲ ହଉ କଲେଜ ତା ସହିତ କୌଣସି ପ୍ରତିଷ୍ଠା ଯେମିତିକି କମ୍ପାନୀ ହଉ ଅଫିସ ହଉ ଏଇସବୁ କ୍ଷେତ୍ରରେ ହେଇଥାଏ। କିନ୍ତୁ ଆମେ ଘରେ ଗଣେଶ ପୂଜା କରିବା ନିହାତି ଭାବରେ ଦରକାର, କାରଣ ଆମର ଯେକୌଣସି ଛୋଟରୁ ଛୋଟ ଠାରୁ ଆରମ୍ଭ କରି ବଡ଼ ପୂଜା ଆମର ପ୍ରଥମେ ଗଣେଶ ପୂଜା ହେଇସାରିଲା ପରେ ବା କଳସ ପୂଜା ହେଇସାରିଲା ପରେ ଅନ୍ୟ ପୂଜା ହେଇଥାଏ। ତେଣୁ ଘରେ ଗଣେଶ ପୂଜା କରିବା ନିହାତି ଭାବରେ ଦରକାର, କାରଣ ଭଗବାନ ଗଣେଶଙ୍କର ଯଦି ଆଶୀର୍ବାଦ ଥାଏ ତାହେଲେ ସବୁ କାମ ଆପଣଙ୍କର ସହଜରେ ସୁରୁଖୁରୁରେ ହେଇଥାଏ। ଘରେର ସମସ୍ତଙ୍କର ମନୋକାମନା ମଧ୍ୟ ପୂର୍ଣ୍ଣ ହେଇଥାଏ। ଆପଣଙ୍କ ଭାଗ୍ୟରେ କି ଆପଣଙ୍କ ଜାତକରେ ଯଦି କିଛି କଷ୍ଟ ଥାଏ ତାହା ମଧ୍ୟ ଭଗବାନ ଗଣେଶ ଦୂର କରିଥାନ୍ତି। ଆପଣଙ୍କ ଘରେ ଯଦି ଛୋଟ ଛୁଆ ରହୁଛନ୍ତି ତାଙ୍କର ପାଠ ପଢ଼ା କ୍ଷେତ୍ରରେ ମଧ୍ୟ ତାଙ୍କୁ ବହୁତ ଲାଭ ମିଳିଥାଏ। ତେଣୁ ଗଣେଶ ପୂଜା କେବଳ ସ୍କୁଲ କଲେଜ କମ୍ପାନୀ ଅଫିସରେ କରିବା ବ୍ୟତୀତ ଘରେ ଯେମିତି ହେଲେ ଗଣେଶ ପୂଜା ନିହାତି ଭାବରେ କରନ୍ତୁ। ଗଣେଶ ପୂଜା ଆପଣ ଚାହିଁବେ ଯଦି ବ୍ରାହ୍ମଣଙ୍କ ଦ୍ୱାରା କରିପାରିବେ, ନହେଲେ ଆପଣ ଚାହିଁବେ ଯଦି ନିଜେ ମଧ୍ୟ କରିପାରିବେ। ଆଜି ଚାଲନ୍ତୁ ଜାଣିବା ଗଣେଶ ପୂଜାର ପୂଜା ସାମଗ୍ରୀ କ'ଣ ଦରକାର, ତା ସହିତ ଗଣେଶ ପୂଜାର ପୂଜା ବିଧି। ଅନ୍ୟ ଭିଡ଼ିଓରେ ମୁଁ ଅଲଗା ସବୁ ବିଷୟରେ ଆପଣଙ୍କୁ କହିବି, ଯେମିତିକି ପୂଜାର ଶୁଭ ମୁହୂର୍ତ୍ତ, କେଉଁ ଦିନ ବିସର୍ଜନ କରିବେ, କେତେ ଦିନ ଯଦି ଭଗବାନଙ୍କୁ ପାଖକୁ ଆଣୁଛନ୍ତି ତାହେଲେ କେତେ ଦିନ ରଖିବେ, ପୂଜା ସମୟରେ ମାନେ କେଉଁ ଭୁଲ କରିବେ ନାହିଁ, କେମିତି ମୂର୍ତ୍ତି ଆଣିବେ, କେଉଁ ମୂର୍ତ୍ତି ଆଣିବେ, ସବୁ ମୁଁ ଅନ୍ୟ ସବୁ ଭିଡ଼ିଓରେ କହିବି। କିନ୍ତୁ ଆଜି ଏଇ ଭିଡ଼ିଓରେ କେବଳ କହିବି ଯେ ପୂଜା ସାମଗ୍ରୀ ଆମକୁ କ'ଣ ଦରକାର, ତା ସହିତ ପୂଜା ବିଧି। ଦେଖନ୍ତୁ, ଗଣେଶ ପୂଜା ଆପଣ ଯଦି ଘରେ କରୁଛନ୍ତି ବିଶେଷ କରି, ତ ଗଣେଶ ପୂଜାରେ ଭଗବାନ ଗଣେଶଙ୍କର ଗୋଟେ ପ୍ରତିମା କି ମୂର୍ତ୍ତି ଆପଣ କିଣିବେ। ପିଢ଼ା ବଦଳରେ ଆପଣଙ୍କ ମଧ୍ୟ ଚୌକି ଯେଉଁ ଆଜିକାଲି ଆସୁଛି ସ୍କୋୟାର ସାଇଜ୍ର, ତ ସେମିତି ଚୌକି ମଧ୍ୟ କିଣିପାରିବେ। କଦଳୀ ଗଛ ଏଥିପାଇଁ କିଣିବେ ଯେ ଆପଣ ବାହାରେ ସଜେଇ ପାରିବେ ଆପଣଙ୍କ ଘର ଦୁଆର ମୁହଁରେ, ନହେଲେ ଆପଣ ଯେଉଁଠି ଭଗବାନ ପ୍ରତିମା ସଜଉଛନ୍ତି ସେଠି ମଧ୍ୟ କଦଳୀ ଗଛ ବାନ୍ଧି କରି ସଜେଇ ପାରିବେ। ତା ସହିତ ହଳଦିଆ କିମ୍ବା ଲାଲ କପଡ଼ା ମଧ୍ୟ ଆଣିବେ। ଜନାୟୁ, ଚନ୍ଦନ, ସିନ୍ଦୁର, ଅକ୍ଷତ, ଦୁବପତ୍ର, ଆମ୍ବପତ୍ର, ବରକୋଳି ପତ୍ର, ପାନପତ୍ର, ସୁପାରି, ଶମୀପତ୍ର, ବେଲପତ୍ର, ଫଳ, ଫୁଲ, ଦୀପ, ଧୂପ, ଗଙ୍ଗାଜଳ, କର୍ପୂର, କଳସ, ଆପଣଙ୍କର କଦଳୀ ହଉ, ପଞ୍ଚାମୃତ, ଶୁଦ୍ଧ ଜଳ, ପଞ୍ଚମେବା, ମୌଲି। ତ ଏଇସବୁ ଯେଉଁଟା ମେନ୍ ଜିନିଷ ମୁଁ ଆପଣଙ୍କୁ କହିଲି, ତ ସେଇ ଜିନିଷ ଆପଣ ଆଣିପାରିବେ। ଯେମିତିକି ତା ଛଡ଼ା ଆପଣ ଅକ୍ଷତ ମଧ୍ୟ ଆଣିବେ, ପୁଷ୍ପମାଳା ମଧ୍ୟ ଆଣିବେ। ଏଇସବୁ ଆପଣ ଜିନିଷ ମାନେ ମେନ୍ ଜିନିଷ ଆପଣଙ୍କର ଗଣେଶ ପୂଜାର ପୂଜା ସାମଗ୍ରୀ। ଏବେ ଚାଲନ୍ତୁ ଜାଣିବା କ'ଣ ପୂଜା ବିଧି ରହୁଛି ଆପଣ କରିବେ। ଦେଖନ୍ତୁ, ଗଣେଶ ପୂଜା ଯେଉଁ ଦିନ ପଡ଼ିବ ତାର ପୂର୍ବ ଦିନରୁ ପୂର୍ବ ପ୍ରସ୍ତୁତି ସାରି ଦିଅନ୍ତୁ। ଯେମିତିକି ଘରକୁ ବହୁତ ଭଲ ଭାବରେ ସଫାସୁତୁରା କରନ୍ତୁ, ଗୋବରରେ ଟିକେ ପୋଛି ଦିଅନ୍ତୁ। ଆପଣ ଯେଉଁ ସ୍ଥାନକୁ ମଧ୍ୟ ସ୍ଥାନରେ ଭଗବାନ ଗଣେଶଙ୍କ ପ୍ରତିମା ନେବେ, ପ୍ରତିମା ସ୍ଥାପନ କରିବେ, ସେ ସ୍ଥାନକୁ ମଧ୍ୟ ବହୁତ ଭଲ ଭାବରେ ଗୋବର ପାଣିରେ ଆପଣ ପୁରା ପୋଛନ୍ତୁ। ପୁରା ଭଲ ସେ ଘର ଦ୍ୱାର ପରିଷ୍କାର ପରିଚ୍ଛନ୍ନ କରନ୍ତୁ। ତା ସହିତ ଆପଣ ଘରେ ମାନେ ଅଧୁଆ କିଛି ବି ଜିନିଷ ଆପଣ ରଖନ୍ତୁ ନାହିଁ। ଯେମିତିକି ଆପଣ ବେଡ଼ସିଟ୍ ହଉ, ତା ସହିତ ପାପୋଛା ହଉ, ଏସବୁ ଯେମିତି ଅଧୁଆ କି ଆପଣଙ୍କର ଡ୍ରେସ୍ ପଟା ମଧ୍ୟ କିଛି ରଖନ୍ତୁ ନାହିଁ। ତା ବ୍ୟତୀତ ଆପଣ ତା ପୂର୍ବ ଦିନରୁ ଆପଣ ଯେଉଁ ସ୍ଥାନରେ ଭଗବାନଙ୍କୁ ପ୍ରତିଷ୍ଠା କରିବେ ତାକୁ ଟିକେ ଲାଇଟ୍ ହଉ, ଫୁଲମାଳ ହଉ, କି ଆପଣଙ୍କର ପତ୍ର ଯେକୌଣସି ଇଏରେ ତ ଆପଣ ସଜେଇ ଦିଅନ୍ତୁ। କିନ୍ତୁ ସେଇ ସ୍ଥାନକୁ ପ୍ରଥମେ ଭଲ ଭାବରେ ପୁରା ସଫାସୁତୁରା କରିବେ। ତାପରେ ସେଇ ସ୍ଥାନରେ ଟିକେ ଗଙ୍ଗାଜଳ ଟିକେ ପକେଇ ଦେବେ, ନହେଲେ ଆପଣ ପରେ ମଧ୍ୟ ଗଙ୍ଗାଜଳ ପକେଇ ପାରିବେ, କିନ୍ତୁ ସେଇ ସ୍ଥାନକୁ ତା ପୂର୍ବ ଦିନ ରାତିରୁ ବହୁତ ଭଲ ଭାବରେ ସଜେଇ ଦିଅନ୍ତୁ। ତାପରେ ଆପଣ ଯେଉଁଦିନ ପୂଜା କରିବେ ସେଦିନ ଆପଣ ଚାହିଁବେ ଯଦି ବ୍ରାହ୍ମଣଙ୍କ ଦ୍ୱାରା ପୂଜା କରିପାରିବେ, ନହେଲେ ଆପଣ ଚାହିଁବେ ଯଦି ନିଜେ ମଧ୍ୟ ଘରେ ପୂଜା କରିପାରିବେ। ଆପଣ ସୂର୍ଯ୍ୟୋଦୟ ଯେହେତୁ ପୂଜା ଦିନଟେ ଅଛି, ତ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ, ଆପଣଙ୍କର ନିଜର ନିତ୍ୟକର୍ମ ସବୁ ସାରନ୍ତୁ। ଘର ପୂଜା ଯେମିତି ଆପଣ କରୁଛନ୍ତି ଘର ପୂଜା ସାରନ୍ତୁ। ଭଗବାନଙ୍କୁ
ଘର ପୂଜା ସାରନ୍ତୁ। ଆପଣ ତାଙ୍କର ଯେମିତିକି ଆପଣ ତୁଳସୀ ପୂଜା କରୁଛନ୍ତି, ତୁଳସୀ ମାଙ୍କୁ ପୂଜା କରନ୍ତୁ, ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ। ଯାହା ଯେମିତି ନୀତିଦିନି ଆପଣ ପୂଜା କରୁଛନ୍ତି ପୂଜା କରନ୍ତୁ। ପୂଜା ଶେଷ କରିସାରିଲା ପରେ ଆପଣ ଫାଷ୍ଟ ଦେଖନ୍ତୁ ଭଗବାନ ଗଣେଶଙ୍କର ଶୁଭ ମୁହୂର୍ତ୍ତ କ'ଣ। ଠିକ୍ ସେଇ ଶୁଭ ମୁହୂର୍ତ୍ତରେ ଆପଣ ପୂଜା ଆରମ୍ଭ କରିବେ। କାରଣ ଆପଣ ଯଦି ଶୁଭ ମୁହୂର୍ତ୍ତରେ ଘରେ ଯେକୌଣସି ପୂଜା କରୁଛନ୍ତି ଆପଣଙ୍କୁ ଶୁଭ ଫଳ ମିଳିବ। ଆପଣ ଯଦି କିଛି ଅସମୟରେ କାଳବେଳା କି ଅସମୟରେ ପୂଜା କଲେ ପୂଜାର ଫଳ ଏତେ ମିଳେ ନାହିଁ। ତେଣୁ ଆପଣ କ'ଣ କରନ୍ତୁ, ପ୍ରଥମେ ଶୁଭ ସମୟରେ ପୂଜା କରନ୍ତୁ। ତ ଶୁଭ ସମୟରେ ପୂଜା କରିବା ସମୟରେ ଆପଣଙ୍କ ପାଖରେ ଯଦି ବହୁତ ସମୟ ଅଛି ତ ଭଗବାନ ଗଣେଶଙ୍କ ପାଇଁ ଆପଣ ନିଜେ ଘରେ ମଧ୍ୟ କୌଣସି ପ୍ରସାଦ ବନେଇ ପାରିବେ। ଯେମିତିକି ଆପଣ ଚାହିଁବେ ଯଦି ଅନ୍ନପ୍ରସାଦ ମଧ୍ୟ ବନେଇ ପାରିବେ। ଯେମିତିକି ଖିଚୁଡ଼ି, ଡାଲମା, କ୍ଷୀରି ମଧ୍ୟ ବନେଇ ପାରିବେ। ମୋଦକ ଯେମିତି ବନେଇ ପାରିବେ, ଚୁଡ଼ା ଘଷା ମଧ୍ୟ ବନେଇ ପାରିବେ। ତା ସହିତ ଆପଣଙ୍କ ଖୁସି ଯାହା ପସନ୍ଦ ଆପଣଙ୍କର, ତ ଆପଣ କିଛି ନା କିଛି ବନେଇ କରିକିନା ଲଡ଼ୁ ମଧ୍ୟ ବନେଇ ପାରିବେ। ତ ଏଇସବୁ ଆପଣ ବନେଇ ଭଗବାନଙ୍କୁ ଅର୍ପଣ ପରେ କରିପାରିବେ। ଆପଣ ଯେକୌଣସି ଶୁଭ ମୁହୂର୍ତ୍ତ ହେଉଛି, ପ୍ରଥମେ ଶୁଭ ମୁହୂର୍ତ୍ତରେ ଭଗବାନଙ୍କୁ କ'ଣ କରନ୍ତୁ, ପ୍ରଥମେ ଆପଣ ସଂକଳ୍ପ ନିଅନ୍ତୁ। ଠିକ୍ ଅଛି, ସଂକଳ୍ପ ନେବେ। ସେଇ ସ୍ଥାନରେ ପ୍ରଥମେ ଆପଣ ଟିକେ ଗଙ୍ଗା ଜଳ ଛିଞ୍ଚି ଦେବେ, ତାପରେ ପଞ୍ଚାମୃତ ଛିଞ୍ଚି ଦେବେ। ଛିଞ୍ଚି ସାରିଲା ପରେ ପ୍ରଥମେ ସଂକଳ୍ପ ନେବେ। ସଂକଳ୍ପ ନେଇ ସାରିଲା ପରେ ଆପଣ କ'ଣ କରିବେ, କଳସ ସ୍ଥାପନା କରିବେ। ଯେମିତିକି ଗୋଟେ କଳସରେ ଅଧା ତାର ମୁହଁ ଠାରୁ ଟିକେ ବେଶୀ ଥିବ, ତ ସେତି ବାଟ ଯାଇ ପାଣି ଦେବେ। ସେଇ ପାଣିରେ ଟିକେ ଆପଣ ଶୁଦ୍ଧ କରିବେ। ଯେମିତି ଗଙ୍ଗା ଜଳ ଟିକେ, ଚନ୍ଦନ ଟିକେ, ଫୁଲ ଟିକେ ପକେଇବେ। ସେଣ୍ଟ ଯଦି ଆପଣଙ୍କ ପାଖରେ ଅଗୁରୁ ଟିକେ ପକେଇବେ। ପକେଇ ସାରିଲା ପରେ ସେଥିରେ ଆମ୍ବପତ୍ର 5, 7, 9, 11 ଏହିପରି ଭାବରେ ଦେବେ। ତାପରେ ଦୁବପତ୍ର ବରକୋଳି ପତ୍ର ଦେବେ। ନଡ଼ିଆ ହଉ କି ପଇଡ଼ ହଉ, ତ ଆପଣ ସେଇଥିରେ ବସେଇବେ। ଚାହିଁବେ ଯଦି କୌଣସି ଗୋଟା ଫଳ, ନହେଲେ ଗୋଟେ କଦଳୀରେ ମଧ୍ୟ ବସେଇ ପାରିବେ, ନହେଲେ ଗୋଟେ ଗୁଆରେ ମଧ୍ୟ ଆପଣ ବସେଇ ପାରିବେ। ତାପରେ ଗୋଟେ ବସ୍ତ୍ର ଅର୍ପଣ କରିବେ। ବସ୍ତ୍ର ବଦଳରେ ଆପଣ ଯଦି ଆପଣଙ୍କ ସାଲୁକନା ଅଛି ମଧ୍ୟ ଅର୍ପଣ କରିପାରିବେ। ନହେଲେ ମୋଲି ଯଦି ଅଛି ନାଲି ଧାଗା ଟାଇପ୍ର, ତ ସେଟା ମଧ୍ୟ ଅର୍ପଣ କରିପାରିବେ। ଚନ୍ଦନ ସିନ୍ଦୁର ଅର୍ପଣ କରିବେ। ସବୁ ପତ୍ରରେ ଅର୍ପଣ କରିବେ। ତା ବ୍ୟତୀତ ଆପଣ କଳସ ମଧ୍ୟ ଅର୍ପଣ କରିବେ। ଚନ୍ଦନ ସିନ୍ଦୁର ଅର୍ପଣ କରି ପ୍ରଥମେ ଦୀପ ଲଗେଇଦେବେ। ତାପରେ କ'ଣ କରିବେ, ଭଗବାନଙ୍କୁ ଦେଖନ୍ତୁ ଷୋଡ଼ଶ ଆପଣ ପଞ୍ଚ ଉପଚାରରେ ପୂଜା କରିପାରିବେ। ତ ନହେଲେ ଆପଣ ଚାହିଁବେ ଯଦି ଷୋଡ଼ ଉପଚାରରେ ପୂଜା କରିପାରିବେ। ଦେଖନ୍ତୁ ମୁଁ ଫାଷ୍ଟ କହିଦେଉଛି ଷୋଡ଼ ଉପଚାରରେ କେମିତି କ'ଣ ପୂଜା କରିବେ। ଫାଷ୍ଟ ଆପଣ ନିଜେ ଗଣନ୍ତୁ, ମୁଁ ଫାଷ୍ଟ କହୁଛି। ପ୍ରଥମେ ଭଗବାନଙ୍କୁ ଆବାହନ କରନ୍ତୁ। ଆପଣ ଯେଉଁ ପ୍ରତିମା ରଖିଛନ୍ତି ଭଗବାନଙ୍କ ପ୍ରତିମା, ତ ପ୍ରତିମା ସମ୍ମୁଖରେ ଆପଣ ଆବାହନ ମୁଦ୍ରା ଦେଖେଇ ଭଗବାନଙ୍କୁ ଆବାହନ କରନ୍ତୁ। ଭଗବାନଙ୍କୁ ଆପଣଙ୍କ ଘରକୁ ଡାକନ୍ତୁ। ଆପଣ ଯେମିତି ଅତିଥି ଆପଣଙ୍କ ଘରକୁ ଯେକୌଣସି ଗେଷ୍ଟ ଆସୁଛନ୍ତି, ଆପଣ ପ୍ରଥମେ କ'ଣ କରୁଛନ୍ତି, ତାଙ୍କୁ ଡାକୁଛନ୍ତି ଆପଣ ଆସନ୍ତୁ, ଘରେ ବସନ୍ତୁ। ତ ଠିକ୍ ସେହିପରି ଭଗବାନଙ୍କୁ ଆପଣଙ୍କ ଘରକୁ ଆବାହନ କରିବେ। ଆପଣ ତାଙ୍କୁ ବସିବା ପାଇଁ କହିବେ। ତାପରେ ଦ୍ୱିତୀୟ, ଆସନ ସମର୍ପଣ। ଭଗବାନଙ୍କୁ ଆପଣ ଡାକି ସାରିଲା ପରେ ଆପଣ କ'ଣ କରିବେ, ଗେଷ୍ଟକୁ କହୁଛନ୍ତି ସୋଫା ଉପରେ ବସନ୍ତୁ କି ଆପଣ କୌଣସି ଆସନ ଦେଉଛନ୍ତି ବସିବା ପାଇଁ, ତ ସେହିପରି ଭଗବାନଙ୍କୁ କ'ଣ କରିବେ, ଆସନ ସମର୍ପଣ କରିବେ। ଆସନ ସମର୍ପଣ କେମିତି କରିବେ, ଭଗବାନଙ୍କୁ ଗଣେଶଙ୍କୁ ଆସନ ସମର୍ପଣ କରି ଆପଣ କ'ଣ କରିବେ, 5 ପ୍ରକାର ଫୁଲ ଆପଣଙ୍କ ଅଞ୍ଜଳିରେ ନେଇ ତାଙ୍କ ସାମ୍ନାରେ ରଖିଦେବେ। ସେଇଟା ହେଉଛି ଭଗବାନଙ୍କୁ ଆପଣ ଆସନ ସମର୍ପଣ କଲେ। ତୃତୀୟ ହେଉଛି ପାଦ୍ୟ ସମର୍ପଣ। ମାନେ ଏବେ ପାଦ ଧୋଇବା ପାଇଁ ଆପଣ ତାଙ୍କୁ ଜଳ ସମର୍ପଣ କରିବେ। ଭଗବାନଙ୍କ ସମ୍ମୁଖରେ ଜଳ ସମର୍ପଣ କରିବେ। ଆଉ ଭଗବାନଙ୍କୁ କହିବେ, ଭଗବାନ ମୁଁ ଆପଣଙ୍କ ପାଦ ଧୋଇ ଦେଉଛି। ଏହିପରି ଭାବରେ ଆପଣଙ୍କୁ ଜଳ ସମର୍ପଣ କଲେ। ଚତୁର୍ଥ ହେଉଛି ଅର୍ଘ୍ୟ ସମର୍ପଣ। ପ୍ରଥମେ ଆସି ସାରିଲା ପରେ ତାଙ୍କୁ କ'ଣ ଆମେ କିଛି ପାଣି ଦେଉଛେ ପିଇବା ପାଇଁ, ତ ସେହିପରି ଅର୍ଘ୍ୟ ହିସାବରେ ଆପଣ ଶୁଦ୍ଧ ଜଳ, ମାନେ ଗନ୍ଧ ମିଶ୍ରିତ ଯେଉଁ ଜଳଟା ଟିକେ ବାସ୍ନା ହେଉଥିବ, ଆପଣ ସେଥିରେ କିଛି ପକେଇ ଅର୍ଘ୍ୟ ପକେଇ ସେଥିରେ ଜଳ ଭଗବାନଙ୍କୁ ସମର୍ପଣ କରିବେ। ଭଗବାନଙ୍କୁ ଅର୍ଘ୍ୟ ସମର୍ପଣ କଲେ। 5ରେ ହେଉଛି ଆଚମନ କରିବେ। ଭଗବାନଙ୍କ ସାମ୍ନାରେ ଆଚମନ ଭାବରେ ଜଳ ସମର୍ପଣ ପୁଣି ଥରେ କରିବେ। ଭଗବାନଙ୍କୁ ଆଚମନ କଲେ। ଭଗବାନଙ୍କୁ ଆଚମନ କଲେ କହିଲେ ଆପଣଙ୍କ ବସିବେ। ତାପରେ ଆପଣ ଭଗବାନଙ୍କୁ ସ୍ନାନ କରାଇଦେବେ। ସ୍ନାନ ଷଷ୍ଠ ହେଉଛି ଭଗବାନଙ୍କୁ ଆପଣ ଗାଧେଇ ଦେବେ, ତାଙ୍କୁ ସ୍ନାନ କରାଇଦେବେ। କେମିତି ଆପଣ ପଞ୍ଚାମୃତରେ ସ୍ନାନ କରାଇଦେବେ,
ଆପଣ ଚାହିଁବେ ଯଦି ଏକାଥରେ ପଞ୍ଚାମୃତ ବନେଇକରି ମଧ୍ୟ ସ୍ନାନ କରିପାରିବେ, ନହେଲେ ଆପଣ ଚାହିଁବେ ଯଦି ଥର ଥରିକା ମଧ୍ୟ ସ୍ନାନ କରିପାରିବେ। ପ୍ରଥମେ କ୍ଷୀର, ତାପରେ ଦହି, ତାପରେ ଘିଅ, ମହୁ, ମିଶ୍ରି ଏହିପରି ଭାବରେ ଆପଣ ସ୍ନାନ କରିବେ। ତାପରେ ସୁବାସିତ ତେଲ ଯଦି ଅଛି ତ ସେଥିରେ ମଧ୍ୟ ସ୍ନାନ କରାଇବେ। ତାପରେ ଶୁଦ୍ଧ ଜଳରେ ସ୍ନାନ କରିବେ। ଶୁଦ୍ଧ ଜଳ ମାନେ ଆପଣ ଜଳ ନେଇଥିବେ, ସେଥିରେ ଗଙ୍ଗା ଜଳ ପକାଇବେ, ସେଥିରେ ଟିକେ ଅଗୁରୁ ହଉ ଚନ୍ଦନ ହଉ ଟିକେ ପକାଇବେ। ପକାଇ ସାରିଲା ପରେ ଆପଣ ସେଥିରେ ଟିକେ ପୁଷ୍ପ ପକାଇବେ। ପୁଷ୍ପ ପକାଇ ଭଗବାନଙ୍କୁ ସ୍ନାନ କରିଦେବେ, ତାଙ୍କୁ ଟିକେ ପୋଛିଦେବେ। ସପ୍ତମ ନିୟମ ହେଉଛି ବସ୍ତ୍ର ସମର୍ପଣ କରିବେ ଭଗବାନଙ୍କୁ। ଆପଣଙ୍କ ଯଦି ବସ୍ତ୍ର କିଣିକରି ଆଣିଛନ୍ତି, ଯେମିତିକି କପଡ଼ା ଆପଣ ହଳଦିଆ ହଉ ଲାଲ କପଡ଼ା ହଉ ଭଗବାନଙ୍କର ବହୁତ ପ୍ରିୟ, ତ ସେଇ କପଡ଼ା ଆପଣ ବସ୍ତ୍ର ସମର୍ପଣ କରିପାରିବେ। ନହେଲେ ଆପଣ ମୌଲି ମଧ୍ୟ ସମର୍ପଣ କରିବେ। ଅଷ୍ଟମ ହେଉଛି ଯଜ୍ଞ ପବିତ୍ର ସମର୍ପଣ। ଭଗବାନଙ୍କୁ এই ସମୟରେ ଟିକେ ତାପରେ ଆପଣ କ'ଣ କରିବେ, ଜଳ ସମର୍ପଣ କରିବେ। ତାପରେ ଗନ୍ଧ୍ୟ ସମର୍ପଣ କରିବେ, ଯେମିତିକି ସୁବାସିତ ଦ୍ରବ୍ୟ, ଯେମିତିକି ବଜାରରେ ମିଳୁଛି ଭଗବାନ ମାନେ ସେଣ୍ଟ ମିଳୁଛି, ଅଗୁରୁ ମିଳୁଛି। ତ ଏସବୁ ଆମେ ଯେମିତି ସେଣ୍ଟ ପକାଉଛେ ଗାଧେଇ ପାଧେଇ ବସ୍ତ୍ର ପିନ୍ଧି ସାରିଲା ପରେ, ଭଗବାନଙ୍କୁ ସେମିତି ଗନ୍ଧ ସମର୍ପଣ କରିବେ। ଦଶମ ନିୟମ ହେଉଛି ଅକ୍ଷତ ସମର୍ପଣ କରିବେ। ଯେଉଁ ଅକ୍ଷତ ଆପଣଙ୍କର ଭାଙ୍ଗି ନଥିବ, ଅଭଙ୍ଗା ଥିବ ଯେଉଁ ଚାଉଳ, ସେଇ ଚାଉଳ ହିଁ ଭଗବାନଙ୍କୁ ଅର୍ପଣ କରିବେ। ଆପଣ ସେଇ ଅକ୍ଷତ ଟିକେ ଭିଜେଇ କରି ରଖିକିନା ମଧ୍ୟ ଅର୍ପଣ କଲେ ବହୁତ ଭଲ। କାରଣ ପୌରାଣିକ ମତ ଅନୁସାରେ ଡାଇରେକ୍ଟ ଭଗବାନଙ୍କୁ ଚାଉଳ ଲାଗେ ନାହିଁ। ତ ସେଥିପାଇଁ ଆପଣ ଅକ୍ଷତ ଯେଉଁଟା ସମର୍ପଣ କରିବେ, ସେ ଚାଉଳରେ ଟିକେ ହଳଦୀ ମିଶାଇ ଦେଲେ ତ ବହୁତ ଭଲ। ତା ସହିତ ତାକୁ ଟିକେ ପାଣିରେ ଭିଜେଇ ଦେଇଥିବେ, ତ ସେଇ ଅକ୍ଷତ ଆପଣ ସମର୍ପଣ କରିବେ। 11 ନିୟମ ହେଉଛି ଏବେ ପୁଷ୍ପମାଳା, ଆପଣ ଯେକୌଣସି ଫୁଲ ହାର ହଉ କି ଆପଣ ଫୁଲ ସମର୍ପଣ କରିବେ, ଶମୀପତ୍ର ହଉ, ଦୁବପତ୍ର, ଚନ୍ଦନ, ସିନ୍ଦୁର ଏବେ ସମର୍ପଣ କରିବେ, ବେଲପତ୍ର ସମର୍ପଣ କରିବେ। ଆପଣ ଯଦି 21ଟି ଦୁବପତ୍ର ସମର୍ପଣ କରୁଛନ୍ତି ତାହେଲେ ବହୁତ ବହୁତ ଭଲ। ତ 12 ନିୟମ ହେଉଛି ଧୂପ ତାପରେ ସମର୍ପଣ କରିବେ। 13 ହେଉଛି ଆପଣ ଦୀପ ସମର୍ପଣ କରିବେ। 14 ହେଉଛି ନୈବେଦ୍ୟ ସମର୍ପଣ କରିବେ। ନୈବେଦ୍ୟରେ ଆପଣ ଯାହା ବି ଘରେ ଭୋଗ ମାନେ ତିଆରି କରିଥିବେ ସେଟା ସମର୍ପଣ କରିପାରିବେ। ତା ବ୍ୟତୀତ ଆପଣ ଭୋଗରେ ଫଳମୂଳ, ସେ ସମୟରେ ଆପଣ ଯାହା ବି ଫଳମୂଳ ଯେମିତିକି ନଡ଼ିଆ, କଦଳୀ, ଅଲଗା କିଛି ଋତୁ ଫଳ, ତ ସେଟା ସମର୍ପଣ କରିବେ। ଆପଣ ଯଦି ମୋଦକ, ଚୁଡ଼ା ଘଷା, ଯାହା ବି ଲଡ଼ୁ ବନେଇଥିବେ ତାହା ମଧ୍ୟ ସମର୍ପଣ କରିବେ। ଭଗବାନଙ୍କୁ ତାପରେ ସମର୍ପଣ ନୈବେଦ୍ୟ ସମର୍ପଣ କରିସାରିଲା ପରେ ପାନ ସୁପାରି ସମର୍ପଣ କରିବେ। ତାମ୍ବୁଳ, ଯେଉଁଟାକୁ ତାମ୍ବୁଳ ଆମେ ଖାଇସାରିଲା ପରେ ଆମେ ଟିକେ କ'ଣ ପାନ ଦିଆଯାଏ, ତ ସେହିପରି ଭାବରେ ଭଗବାନଙ୍କୁ 15 ନିୟମ ହେଉଛି, 15 ଉପଚାର ପୂଜା ହେଉଛି। ତାଙ୍କୁ ତାମ୍ବୁଳ ଅର୍ପଣ କରିବେ, ତାମ୍ବୁଳରେ ପାନ ସୁପାରି ଅର୍ପଣ କରିବେ, ସେଇଥିରେ ଆପଣ ନଡ଼ିଆ ମଧ୍ୟ ଅର୍ପଣ କରିବେ। ଆଉ ଭଗବାନଙ୍କୁ ଦକ୍ଷିଣା ମଧ୍ୟ ଅର୍ପଣ କରିବେ। ଦକ୍ଷିଣାରେ ଆପଣ ଯେତେ ଆପଣଙ୍କ ପାଖରେ ଟଙ୍କାଟେ ହଉ, 11 ଟଙ୍କା ହଉ, 21 ଟଙ୍କା, ଏହିପରି ଭାବରେ 31 ଟଙ୍କା, 51 ଟଙ୍କା, ଏହିପରି ଭାବରେ ଆପଣ ଅର୍ପଣ କରିବେ ଭଗବାନଙ୍କୁ। ତାପରେ 16 ନିୟମ ହେଉଛି, ତାପରେ ଆପଣ ଆଳତି କରିବେ, ଭଗବାନଙ୍କର ଆଳତି କରିବେ, ଭଗବାନଙ୍କ ନାମ ନେବେ, ତାପରେ ପୁଷ୍ପାଞ୍ଜଳି ଦେବେ। ପୁଷ୍ପାଞ୍ଜଳି ଦେଇସାରିଲା ପରେ ପ୍ରଦକ୍ଷିଣା ଆପଣ ବୁଲିବେ। ଆପଣ ଯଦି ଭଗବାନଙ୍କ ଚାରିପଟେ ବୁଲି ପାରିନାହାନ୍ତି, ଆପଣ ନିଜ ଚାରିପଟେ ବୁଲେଇବେ। ଯେମିତି ବାଁ ପଟରୁ ଷ୍ଟାର୍ଟ କରିବେ ଡାହାଣ ପଟକୁ, ଆପଣ ନିଜର ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣା କରିବେ, ତାପରେ ଭଗବାନଙ୍କୁ ବିସର୍ଜନ କରିବେ। ଏଇଟା ହେଲା ଆପଣଙ୍କର ଷୋଡ଼ୋପଚାର ପୂଜାର ନିୟମ। ମୁଁ ଆପଣଙ୍କୁ ଗୋଟେ ପରେ ଗୋଟିଏ ଟୋଟାଲ୍ ଆପଣ 16ଟି ନିୟମ ମୁଁ କହିଲି। ତ ଏହିପରି ଭାବରେ ଆପଣ ଯଦି ଗଣେଶ ପୂଜା କରୁଛନ୍ତି, ଭଗବାନ ଆପଣଙ୍କ ଉପରେ ବହୁତ ଖୁସି ହେବେ, ଆପଣଙ୍କର ସବୁ ଦୁଃଖ ହରଣ କରିବେ, ତା ସହିତ ଆପଣଙ୍କର ସବୁ ମନୋକାମନା ମଧ୍ୟ ପୂର୍ଣ୍ଣ କରିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।